ହଉ ଆମେ ଆମ ଭୁଲ ବୁଝିପାରିଛୁ ଆଉ ଆମେ ସେ ଭୁଲ କରିବୁ ନାହିଁ। ମମତା ମମତା ଆରେ ତମେ ଏଇଠି ବସିଛ ଫୋନ ଟା ରିଙ୍ଗ କରୁଛ ଉଠଉନ ସେଟା ଡାକୁଛି ବି ଶୁଣୁନ ସେଇଥର ତମକୁ ମୁଁ ଡାକିଲିଣି ତଳେ ସିଆଡେ ଦୁନିଆ ଖୋଜି ଖୋଜି ମୁଁ ଆସିଲିଣି ହଁ ଶୁଭୁଛି ତମକୁ ନା ଶୁଭୁନି କିଛି କଥା କାନଟା ମୋର ଖୋଲା ଅଛି ଜାଣିପାରୁନ କି ଆମ କାନ ମୋର ବନ୍ଦ ହେଇଗଲା ଆଉ କାହିଁ ଖୋଜୁଥିଲ କି କାହିଁ ଖୋଜୁଥିଲ ହଁ ସାର୍ ମୁଁ ପୁଣି ଅଫିସ ଯିବି ଡେରି ହେଲାଣି ମୋର ଓହୋ ହୋ 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 ଆସିଲ ଏବେ ଅଫିସ ବାହାରିବ ନାଇଁ ତମ ତ ଏଇଆ ଆଉ କଣ ତୁମେ ଆସିବ ତୁମେ ଅଫିସ ବାହାରି ଯିବ ମୁଁ ତ ଅଛି ଘରେ ଆଉ କଣ ହଁ କଣ ହେଲା କଣଟା କରିଥାନ୍ତି ଆଇଲ ତ ଅଫିସ ମୁଁ କଣ କରିବି ହଁ ଆଜି ରାଗିବାର କଣ ଅଛି ନା ନା ମ ତୁମେ ଯୋଉ କାଲି ଠାରୁ କୁଆଡେ ଥିଲ କାଲି ଠାରୁ କୁଆଡେ ଥିଲି କଣ ତମେ ଜାଣିନ ତମ ବା କାଲି ସନ୍ଧ୍ୟା 6ଟାରେ ମୁଁ ଫୋନ କରି କହିଛି ଯେ ମୋ ସାଙ୍ଗର ପୁଅର ଜନ୍ମଦିନ ସେଠି ପାର୍ଟି ଅଛି ମୁଁ ରହିବି ଆଉ ସେଠି ତ ରହିଲୁ ଖିଆପିଆ ତାଙ୍କର ଟିକେ ଡେରି ହେଲା ଖିଆପିଆ ହଉ ହଉ 1ଟା ବାଜିଗଲା ଆଉ ଏଇଭଳିଆ ଶୀତରେ ଘରକୁ ଆସି ହବ ଖିଆ ପିଆ 1 ବାଜିଗଲା ନା ଖାଇବାଟା ସରିଲା ପିଆଟା ହେଲା ନା କୋଉଟା ମଲା ସେମିତି ସାଙ୍ଗସାଥି ବାଧ୍ୟ କଲେ ଟିକେ ପିଆ ବି ହେଇଯାଏ ଆଉ କଣ ପିଇକି ଘରକୁ ଆସିଥାନ୍ତି ଏତେ ରାତିରେ ତମେ ଯୋଉ ତମର ସାଙ୍ଗସାଥି କେତେବେଳେ ଦେଖା ହେଲେ ସାଙ୍ଗସାଥି ବାଧ୍ୟ କଲେ କେତେବେଳେ ତମର କେତେବେଳେ ଇଚ୍ଛା ହଉନି ସମସ୍ତେ ବାଧ୍ୟ କରୁଛନ୍ତି ନାଇଁ ତମ ଘରେ ଯୋଉ ଛୋଟ ଛୁଆକୁ ଛାଡିକି ଯାଇଛ ବାପ ମା ବୟସ୍କ ଲୋକ ଗୋଟେ ମୁଁ ସ୍ତ୍ରୀ ଲୋକ ମୁଁ କେମିତି ସବୁ କିଛି ସମ୍ଭାଳିବି ରାତିରେ ଯିବ ସାଙ୍ଗସାଥି ପାର୍ଟିକୁ ଦିନରୁ ଆସିବ ଅଫିସ ପଳେଇବ ଆଉ ତାହେଲେ ଘର ମୁଁ କେମିତି କଣ ସମ୍ଭାଳିବି ଆରେ ସାଙ୍ଗସାଥି କଣ ମତେ କୁହ ଆଗ ମୁଁ ସ୍ତ୍ରୀ ହେଇ ମୋର କଣ ଅଛି ମତେ କୁହ ସାଙ୍ଗସାଥି ଘରକୁ ମୁଁ ସବୁବେଳେ ଯାଉଛି ତା ପୁଅର ଜନ୍ମଦିନ ତାକୁ କେମିତି ମନା କରିଥାନ୍ତି ତମର ମାସେକରେ ତ 5 6ଟା 7 8ଟା ପାର୍ଟି ହେଇଯାଉଛି କୋଉ ସାଙ୍ଗର ପୁଅ ଜନ୍ମଦିନ କୋଉ ସାଙ୍ଗର ଏଟା କୋଉ ସାଙ୍ଗର ସେଟା ବାଲିଯାତ୍ରା ଛାଡ କେତେ ଦିନରୁ ହେଲା କେତେ ଲୋକ କଣ ଗଲେ କେତେ ଭିଡିଓ ଦେଖି ଦେଖି ମଣିଷ ଜୀବନ ଗଲା ଆମେ ମା ଛୁଆ ବାଲିଯାତ୍ରା ଯିବୁ ବୋଲି ତମକୁ କହିଥିଲୁ ନା ତମେ ବାଲିଯାତ୍ରା ଯିବ ସେ ଛୁଆଟାକୁ ଧରିକି ବାଲିଯାତ୍ରାକୁ ଯାଇ ହବ ସେଠି ଯୋଉ ଭଳିଆ ଗାଡି ଜାମ ଧୂଳି ଯୋଉ ଭଳିଆ ଉଡୁଛି ସେଇଥିପାଇଁ ମୁଁ ତମକୁ ନେଇ ଗଲିନି ଆଉ ବାହାନା କୁହନି ମୁଁ ଛୁଆକୁ ନେଇକି ଯାଇଥାମ ଛୁଆଟା କେତେ ରହଳ ବିକଳ ତା ସାଙ୍ଗ ସାଥି ସମସ୍ତେ ଯାଉଛନ୍ତି ଏଇ ଶୁଣ ତମେ ଆଜ୍ଞା ବାଲିଯାତ୍ରା ଯିବ ସେଠୁ ବାଲିଯାତ୍ରା ବୁଲିକି ଆସିଲା ପରେ ପୁଣି ମେଡିକାଲ ଯିବ ସେ ଯୋଉ ଛୁଆକୁ ଯଦି ଜର ଥଣ୍ଡା ହବ ପୁଣି ତାକୁ ଧରିକି ମେଡିକାଲ ଦୌଡ ତମେ ଯୋଉ ମାସକୁ 8-10 ଥର ଏଇଟା କରୁଛ ଏଇଟାର ତମେ ମେଡିକାଲ ଯିବନି ତୁମେ ତ ମେଡିକାଲ ଯିବ ଆମ ଭାଗ୍ୟ ବି ଫାଟିବ ତୁମ ସହିତ ବୁଝିପାରିଲ ଶୁଣ ସେ ସାଙ୍ଗସାଥି ପଡିଶା ଘର ଅଛନ୍ତି ତାଙ୍କୁ କଣ ମନା କରିହବ ସିଏ ଯଦି ଯେହେତୁ ଡାକୁଛନ୍ତି ତାଙ୍କୁ ତ ମନା କରିହବନି ମତେ ତ କେହି ଡାକୁନାହାନ୍ତି କି ମମତା ଆସିଲୁ ଯିବା ଟିକେ କୁଆଡେ ବୁଲିବାକୁ ଟିକେ କଣ ଖାଇବା ଟିକେ କଣ ପିଇବା ଆମକୁ ତ ମତେ ତ କେହି ଡାକୁନାହାନ୍ତି ଓହୋ ମୁଁ ଟିକେ ମିଶିକି ଲୋକ ମିଶିଯାଏ ବୋଲି ମତେ ଡାକନ୍ତି ନା ମିସିଂ ନୁହେଁ ପରିବାରକୁ ତମେ ସମୟ ଦିଅନି ସାଙ୍ଗସାଥୀଙ୍କୁ ସମୟ ଦିଅ ଆଉ ମୁଁ କଣ କହିଲ ବାହା ହେଲି ପରିବାରକୁ ଛୁଆକୁ ସମୟ ଦେଲି ବାହାରକୁ ସମୟ ଦେଲିନି ଏଇଟା ହଉଛି ତାରତମ୍ୟ ଓହୋ ତମେ ଯୋଉ କାମଟା କଲ ଆଉ ଘରର ଗୋଟେ ଭଲ ବୋହୂ ହେଇକି ରହିଲ ନା ନାଇଁ ଓ ଭଲ ବୋହୂ ହେବି ନାଇଁ ତମେ ଭଲ ମଜା ମଜଲିସ ବାହାରେ କରିବ ଖାଇବା ପିଇବା ସବୁ କିଛି ଆମର ଆରେ ରିନି ଭାଉଜ କେତେବେଳେ ଆଇଲ କାହିଁ ପାଟି କରୁଛୁ ଆଉ ପାଟି କରିବିନି ଆଙ୍କୁ ନ ପାଟି କଲେ ଇଏ ସୁଧୁରିବେନି କିଛି ଦରକାର ନାହିଁ ପାଟି କରିବା ଆଉ ଆମ ସାରେ ଓ ଯାଇଥିଲେ ବି ହଁ ସେ ଯାଇଛନ୍ତି ଘରକୁ ଫ୍ରେଶ ହେଇକି ଆସିବେ କହିଲେ ଘରକୁ ଯାଇଛନ୍ତି ହଁ ହଁ ମୁଁ ତ ଏଠି ଅଛି ଘରେ କିଏ ଅଛି କି ଯାଇଛନ୍ତି କହିଲେ ତ ମୁଁ ଫ୍ରେଶ ହେଇକି ଘରକୁ ଆଉଛି ବୋଲି ଏଇ ଭାଉଜ କେତେବେଳେ ଆଇଲେ ତମେ ଯୋଉ ନଥିଲନି ସିଏ ଘରେ ଏକା ଥିଲେ ମୁଁ ଯେହେତୁ ଘରେ ଛୋଟ ଛୋଟ ଅଛି ମୁଁ ତମେ ଏଇଠି ପଳେଇ ଆସ ଆମେ ରହିବା ସେ 2 ଜଣ ଆସିଲେ ଆମେ ନହେଲେ ତମେ ତଳକୁ ଯିବ ତମେ ଯାହା କରୁଛ 2 ଜଣ ଯାକ ଠିକ କରୁଛ ତ ଆମେ 2ଟା ସ୍ତ୍ରୀ ଲୋକ ଏକୁଟିଆ ଏଡେ ବଡ ବିଲ୍ଡିଂ ରେ ରହିବୁ ବାପା ମା ବୁଢାବୁଢୀ ତମେ ଦେଖୁଛ ତମେ କେମିତି ଛାଡି ଦେଇ ପଳଉଛ କଣ ଚଇତା ଭାଇ ମତେ କହିଲେ ମୁଁ ଘରକୁ ଫୋନ କରି କହିଦେଇଛି ଘରକୁ କଣ ଖାଲି କହିଦେଲେ ହେଇଗଲା ଖାଲି କହିଦବ ତମମାନଙ୍କ କର୍ତ୍ତବ୍ୟ ଆମେ ଏଠି କରୁଛୁ ଆମେ ସେଟା କରୁଛୁ ଅମକ କରୁଛୁ ଢେଙ୍କି କରୁଛୁ ସରିଗଲା ଇଏ ରିନି ଚାବିଟା ଦେଲ କଣ ଦେବି ତମ ଘରଟା ତାଲା ପକେଇ ପଳେଇ ଆସିଛ ଓହୋ ଆଉ ଜଣେ ଆସିଗଲେ ମାନେ ସାର୍ ଆସିଲେ ଚାବି ଦିଅ ଦିଅ ତମେ ପରେ କଥା ହବା ଅଫିସ ଡେରି ହେଇଗଲେ ତମ କଣ ହେଲା ସେଠୁ କିଛି ଡେରି ହଉନି ତମର ବ୍ୟସ୍ତ କାହିଁ ହଉଛ ଇଏ ନାଦିଆ କୁହନା ଭାଇ ଏଠି ଘରେ ତାଣ୍ଡବ ହେଇସାଇଲାଣି ଦେଖିଆ ତମେ କେମିତି ଗାଡି ଚାବି ତାଙ୍କୁ ଦବ ଆଜି ତମେ ଟିକେ ଭାଇ ବସିଲ
ତମେ ବସିଲ ଟିକେ। କଣ ହେଇଛି? ନାଇଁ 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 ତମେ ବସ। ଆରେ କଣ ହେଇଛି ବସିଲ। କହୁନ? ନାଇଁ ନାଇଁ ତମେ କାଲି ରାତିରେ କୋଉଠି ଥିଲ? ଏ ମାଧ୍ୟମ ତ କାଲି ଫୋନ କରି କହିଲା ଯେ ଆମ ସାଙ୍ଗର ଗୋଟେ ବାର୍ଥଡେ ଅଛି ଆମେ ଯିବୁ ବୋଲି। ତ ଆମେ ଦି ଜଣ ଯୋଉ ଘରେ ଏକୁଟିଆ ତ ମୋ ବାପା ମାଙ୍କୁ ଛାଡି ଦେଇ ଯାଉଛୁ, ଆମେ କରିବୁ କଣ? କଣ? କୁହନା ଭାଇ ମୋ ସାଙ୍ଗରେ ତାଣ୍ଡବ ସଇଲାଣି। ତାଙ୍କର କିଛି ନାହିଁ, କଥା ସିନା ଥିଲେ କଣ କହିବେ ବଚନ। ରାତିରେ ତମମାନେ ଯୋଉ ସାଙ୍ଗ ସାଥିରେ ପିଆ ଖାଇବା ସବୁ ହଉଛି, ଆମ ମାନଙ୍କର କିଛି ନାହିଁ। ଆମେ ଆଉ ସାଙ୍ଗ ହେଇନୁ। ଆଉ ହେଲା ଆମର ଭୁଲ ହେଇଯାଇଛି। କଣ ଭୁଲ ହେଇଛି? ଗୋଟେ ଛୋଟିଆ ଛୁଆଟାକୁ ଏଇନା ବୁଢା ବୁଢୀ ଶ୍ୱଶୁର ଶାଶୁ ତାଙ୍କୁ ଛାଡି ଦେଇକିନା ଇଏ ଗୋଟେ ଲୋକ ଯାଇଛନ୍ତି। ତା ଦେହରେ ତମେ ବା ବଡ ତାଙ୍କଠାରୁ, ତମର ବୁଦ୍ଧି କଲେ କିଛି ଆରେ ନାହିଁ। କାଲି ପାର୍ଟିଟା ସରୁ ସରୁ 11ଟା 12ଟା ହେଇଗଲା। ହଁ। ଆଉ ଏ ଯୋଉ ଶୀତ ହଉଛି ତା ଦେହରେ କୁହୁଡି, ରାସ୍ତାଘାଟ ଦେଖାଯାଉନି। ସେଥିପାଇଁ ମୁଁ ତାକୁ ମନା କଲି, ମୁଁ କହିଲି ଆମେ ରହିଯିବା, ଭୋରୁ ଭୋରୁ ଉଠିକି ଯିବା। ଏମିତି କଣ ଜନ୍ମଦିନ ହଉଥିଲା କି ତମର 12ଟା ରାତି ବାଜିଗଲା? ଗୋଟେ ପାର୍ଟିଟା ଦଉଥିଲା। ଆଉ ଆମେ ଯୋଉ ରାତିରେ ରହିଛୁ, ଯଦି ଅସୁବିଧା କଣ ହେଇଥାନ୍ତା ତମେ ନାଅ ଭାଇ, ସିଏ ନାହାନ୍ତି, ଆମେ ଦିଟା ସ୍ତ୍ରୀ ଲୋକ କଣ କରିଥାନ୍ତୁ? ହଉ ହେଲା ଭୁଲ ହେଇଯାଇଛି। ଆଉ ସେମିତି ଭୁଲ ହବନି ହେଲା। ସବୁବେଳେ କହିବ 8 ଦିନ ପରେ ଯାହାକୁ ସେଇଆ। ନାଇଁ ଆଉ 8 ଦିନ ପରେ ସେମିତି ହବ। ତମେ ବୁଝି ପାରୁନ, ଏଇ ଯୋଉ ପିଇବାରୁ କଣ ହବ ଅବସ୍ଥା ଘରର। ଘର କେବଳ ନଷ୍ଟ ହଉଛି ଆପଣ ମାନଙ୍କ ଏମିତି ପିଇବା ଦ୍ଵାରା। ହଉ ଆମେ ଆମ ଭୁଲ ବୁଝିପାରିଛୁ, ହାତ ଯୋଡିକି କଣ କହୁଛୁ, ଆଉ ଆମେ ସେ ଭୁଲ କରିବୁ ନାହିଁ। ବୁଝିଲ ତ? ମଦ ହିଁ ଘର ଭାଙ୍ଗୁଛି। ହଁ ବାସ୍ ସେଇଟା ହିଁ ବୁଝ। ଆଉ ସେ ଭୁଲ ହବନି। ଭାଇମାନେ ଆପଣମାନେ ଯୋଉମାନେ ଭିଡିଓ ଦେଖୁଥିଲେ, ଆମେ ଆପଣଙ୍କ ଆଗରେ ନତମସ୍ତକ। ଆମେ ଆଜିଠାରୁ ଆଉ ମଦ ପିଇବୁ ନାହିଁ। ରାତିରେ ବେଳାବେଳି ଆସି ପହଞ୍ଚିବୁ, ଘରକୁ ସମୟ ଦବୁ, ପିଲା ଛୁଆ ମାନଙ୍କୁ ସମୟ ଦବୁ। ଆଉ ଆପଣ ମାନେ ବି ଦିଅନ୍ତୁ ସମୟ। ଖାଲି ରୋଜଗାର କରିଦେଲେ ହବନି। ସ୍ତ୍ରୀ ବାପ ମା ଛୁଆ ସମସ୍ତଙ୍କୁ ପୁଣି ଆଖି ଆଗରେ ରଖିବା ପାଇଁ ପଡିବ, ସେମାନଙ୍କ ସେବା କରିବାକୁ ପଡିବ। ଖାଲି ରୋଜଗାର କରିଦେଲେ ହେଇଯିବ? ଆପଣ ପରିବାରକୁ ସମୟ ଦିଅନ୍ତୁ। ଆଉ ଏଇଟା ଆମ ଫ୍ୟାମିଲିରେ ଘଟୁନି, ଏଇଟା ସମସ୍ତଙ୍କ ଫ୍ୟାମିଲି ଏଇଭଳି ଘଟୁଛି ବୋଲି ଆମେ ଭିଡିଓ ମାଧ୍ୟମରେ ଆପଣମାନଙ୍କୁ ଜଣାଉଛୁ। ଆଉ ଆପଣମାନେ ବି ସଚେତନ ରୁହନ୍ତୁ। ସବୁବେଳେ ଲୋକମାନେ କୁହନ୍ତି କଣ, ମୁଁ ଆଜି ଖୁସିରେ ପିଇଦେଲି ଟିକେ, କାଲି ଦୁଃଖରେ ଟିକେ ପିଇଦେଲି। ଆଜି ତାର ଜନ୍ମଦିନ ଥିଲା ପିଇଦେଲି, କାଲି ତା ବାପା ଚାଲିଗଲେ ସେଇ ଦୁଃଖରେ ପିଇଦେଲି। ସୁଖ ଦୁଃଖ ତ ସବୁବେଳେ ଲାଗି ରହିବ, ତା ଅର୍ଥ କଣ ଆମେ ସବୁଦିନ ଏମିତି ମଦ ପିଇବା? ନା, ମଦ ସବୁବେଳେ ସଂସାର ଭାଙ୍ଗି ଦିଏ। ଯେମିତି ଆଜି ଆମ ସଂସାର ଭାଙ୍ଗୁ ଭାଙ୍ଗୁ ରହିଗଲା, ସେମିତି ଆପଣମାନଙ୍କ ସଂସାର ବି ସେମିତି ରହିଯିବ ଯଦି ଆପଣ ମଦ ନ ପିଇବେ। ଆମେ ଆଜି 2 ଜଣ ଶପଥ କଲୁ, ଆମେ ଆଉ ପିଇବୁନୁ କି ରାତିରେ ଆସିବୁନି। ଏଇଟା ଖାଲି ଅଭିନୟ ଥିଲା, କାହାଣୀ ଥିଲା। ଆମେ ତା ଦେହରେ ଖାଲି ଗୋଟେ କାହାଣୀର ଗୋଟେ ଚରିତ୍ର ଥିଲୁ। ତେଣୁକରି ଆପଣମାନେ ବି ସଚେତନ ରୁହନ୍ତୁ, ମଦ କେବେ ପିଅନ୍ତୁ ନାହିଁ, ସଂସାର କେବେ ଭାଙ୍ଗନ୍ତୁ ନାହିଁ। ରହିଲୁ। ଜୟ ଜଗନ୍ନାଥ।